ତ ପିଲେମାନେ ପୁଣିଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କରୁଥିଲେ ଯେ ତୁମର ମାୟା ମୋହ ବଢି ବଢି ଗଲାଣି। ହଁ? ଏବଂ ବଢିଗଲେ କଣ ଅସୁବିଧା ହେବ ନା, ଦେଖ ପିଲେ ତୁମ ମାନଙ୍କର ଏଇଟି 9 ପେଜ କୁ ଦେଖ। ମାୟା ଚେର ତଳେ ଭେଦିବ ଯେତିକି, ଅନ୍ତକର ଗଡ଼େ ଝୁଙ୍କିବ ତେତିକି। ତମେ ମାନେ ଦେଖ ବିଲେ, ତମେ ମାନେ ଦେଖିଦବ ବିଲେ ଯେ ଗୋଟେ ଛୋଟ ଗଛ ଏବେ ନୂଆ ଲଗେଇଥିବ, ହୁଁ, ତାକୁ ଅତି ସହଜରେ ଉପାଡ଼ି ଦବ। ହଁ, ଯଦି ଗଛ ବହୁତ ବିଶାଳ ହୁଏ ତାକୁ ତମେ ମାନେ ଲକ୍ଷ୍ୟ କରିଥିବ, ଚେର ସହିତ ଉପାଡ଼ି ପାରିବ କି? ପାରିବନି। ଚେର ପୁରା ଜାବୁଡିକି ମାଟିକି ଧରିଥିବ। ତମେ ମାନେ ମଧ୍ୟ ଠିକ ସେଇଭଳି ବୁଝିପାରିଲ। ବୟସ ଯେତେ ବଢିବ ନା ତମର ମାୟା ମୋହ ବଢିବ, ଏବଂ ବଢିଗଲେ କଣ ହେବ? ମାୟା ଚେର ଯେତିକି ଭେଦିବ ନା ତମ ମାନଙ୍କର ମାୟା ମୋହ ଯେତିକି ବଢିବ ସଂସାର ପ୍ରତି, ଦେନ୍ ଅନ୍ତକର ଗଡେ ଝିଙ୍କିବ ତେତିକି। ଯମ ଅନ୍ତକ ମୃତ୍ୟୁ କଣ କରିବ? ତମକୁ ସେତିକି ଝିଙ୍କିବ। ବୁଝିପାରିଲା? ତେଣୁ ଆପଣଙ୍କର ଅନ୍ତକ କହିଲେ ଯମ, ବୁଝିପାରିଲା? ଝିଙ୍କିବ ଯେତିକି, ସେତିକି ଆପଣଙ୍କୁ ଝିଙ୍କିବ, ସେତିକି ତମେ ମାନେ କଷ୍ଟ ପାଇବ। ସଂସାର ସହିତ ଯେତିକି ତମେ ମାନେ ମାୟା ମୋହରେ ରହିବ, ମୃତ୍ୟୁ ବେଳେ ସେତିକି କଷ୍ଟ ପାଇବ। ଦେନ୍ କଣ କହୁଛନ୍ତି କବି? ସେ କଠିନ ଟଙ୍କା, ଦେଖ, ସେ କଠିନ ଝିଙ୍କା ଝିଙ୍କୁରୁ ନିସ୍ତାର, ଲାଭ ଲାଗି ଆଗୁ ହୁଅ ହୁସିଆର। ଏଇ ଯୋଉ କଠିନ ଝିଙ୍କା ଝିଙ୍କି, ଯମ ଯନ୍ତ୍ରଣା ଆମେ କହୁନି, ଯମ ଯନ୍ତ୍ରଣା, ନର୍କ ଯନ୍ତ୍ରଣା, ବୁଝିପାରିଲେ? ତମ ମାନଙ୍କର ମୋହ ମାୟା ଯେତେ ବଢି ବଢି ଯିବ ନା, ତମେ ଯମ ଯନ୍ତ୍ରଣା ସେତେ ବଢି ବଢି ଯିବ। ବୁଝିପାରିଲା? ତେଣୁ ଅନ୍ତକେ ମୃତ୍ୟୁ ସମୟରେ ଯମ ତମକୁ ସେତିକି ଝିଙ୍କିବ, ଟାଣିବ, ଓଲାରିବ ନା ନାଇଁ? ତାହେଲେ ଏଇ କଠିନ ଝିଙ୍କା ଝିଙ୍କିରୁ ନିସ୍ତାର ପାଇବା ପାଇଁ, ଏଇ କଠିନ ଟଙ୍କା ଝିଙ୍କି ଯୁଗରୁ ମୁକ୍ତି ପାଇବା ପାଇଁ କଣ କର? ତା ନିସ୍ତାର ଲାଭ ପାଇଁ ହୁଅ ହୁସିଆର। ବୁଝିପାରିଲେ? ଆଗରୁ ଟିକେ ହୁସିଆର ହୁଅ, ତାହେଲେ ହୁସିଆର ହବା ପାଇଁ କବି କଣ କହୁଛନ୍ତି? ବଡପଣକୁ ଆପଣାଅ, ଶ୍ରେଷ୍ଠପଣକୁ ଆପଣାଅ, ଏବଂ ମହତ ପଣ୍ୟକୁ ହୃଦୟରେ ସାଇତିକି ପ୍ରଜା ମାନଙ୍କର ମଙ୍ଗଳ କର ହେ ଦୁର୍ନୀତି କୃଷ୍ଟ ରାଜନ୍ୟ ବର୍ଗ। ଏବଂ ପିଲେ, ତାହେଲେ ଇଏ ଥିଲା ଏଇ ଅଧ୍ୟାୟରେ ଏତିକି। ପରବର୍ତ୍ତୀ ସମୟରେ ଆମେ ଏହାର ଅନ୍ୟ ଏକ ଅଧ୍ୟାୟରେ ଏଇ ସବୁ ଆଲୋଚନା କରିବା। ଠିକ ଅଛି? ତାହେଲେ ଆଜି ପାଇଁ ବାସ୍ ଏତିକି।